हो गया, मैंने ये ले लिया बाइबल। नहीं तो मेरी कॉल, नहीं तो मीटिंग की छूट जाती, चली जाती। एक तो जिमी क्या आपको बाइबल का वचन पता है? नहीं मालूम। मैं आपको बताती हूँ। इसमें लिखा है बाइबल में, मांगो तो तुम्हें दिया जाएगा, ढूंढो तो तुम पाओगे, खटखटाओगे तो दौर तुम्हारे खुल जाएगा। मतलब होता है जो हम मांगते हैं ना, हम जो मांगते हैं ना, अब और कुछ तो दे दो तो वह दे देता है। उसको बोलते हैं मांगो तो तुम्हें दिया जाएगा। और इसमें लिखा है जॉन 3:16 और जॉन 3:16 वचन पता है आपको? नहीं मालूम। ऐसे है, माँ गॉड ने जगत से ऐसे प्रीति की कि उसने अपना लोटा पुत्र दे दिया, क्योंकि नाश न हो और अनंत काल का जीवन पाए। और आपको गॉड के 2 गुण पता है? नहीं मालूम। तो पहले अपने गॉड से प्यार करना, फिर अपने परमेश्वर से प्यार करना। वो पता है आपको मैं नई डायरी लेके देती हूँ, ऐसे ही लेट कलर की, तो आप उसमें वचन पढ़ते रहना। मैंने क्या सिखाया याद करना आप। ओके, थैंक यू। वेलकम। अच्छा हो गया, मैंने ये ले लिया बाइबल। नहीं तो मेरी कॉल, नहीं तो मीटिंग की छूट जाती, चली जाती। एक तो जिमी क्या आपको बाइबल का वचन पता है? नहीं मालूम। मैं आपको बताती हूँ। इसमें लिखा है बाइबल में, मांगो तो तुम्हें दिया जाएगा, ढूंढो तो तुम पाओगे, खटखटाओगे तो दौर तुम्हारे खुल जाएगा। मतलब होता है जो हम मांगते हैं ना, हम जो मांगते हैं ना, अब और कुछ तो दे दो तो वह दे देता है। उसको बोलते हैं मांगो तो तुम्हें दिया जाएगा। और इसमें लिखा है जॉन 3:16 और जॉन 3:16 वचन पता है आपको? नहीं मालूम। ऐसे है, माँ गॉड ने जगत से ऐसे प्रीति की कि उसने अपना लोटा पुत्र दे दिया, क्योंकि नाश न हो और अनंत काल का जीवन पाए। और आपको गॉड के 2 गुण पता है? नहीं मालूम। तो पहले अपने गॉड से प्यार करना, फिर अपने परमेश्वर से प्यार करना। वो पता है आपको मैं नई डायरी लेके देती हूँ, ऐसे ही लेट कलर की, तो आप उसमें वचन पढ़ते रहना। मैंने क्या सिखाया याद करना आप। ओके, थैंक यू। वेलकम। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ବର୍ତ୍ତମାନ ଆପଣ ଯେଉଁ ଭିଡ଼ିଓ କ୍ଲିପ୍କୁ ଦେଖିଲେ, ଯଦି ପ୍ରିୟ ବନ୍ଧୁଗଣ ମୁଁ ନିଜ ବିଷୟରେ କହିବି, ଏ କ୍ଲିପ୍ଟାକୁ ମୁଁ ପ୍ରାୟ 6-7 ଥର ମୁଁ ଦେଖି ସାରିଲିଣି। ତଥାପି ଆହୁରି ଦେଖିବା ପାଇଁ ମନ ହେଉଛି। କାହିଁକି ଆପଣମାନେ ଜାଣିଛନ୍ତି? କାରଣ ଏମିତି କିଛି ଖାସ୍ ବିଷୟ ରହିଅଛି ଏ କ୍ଲିପ୍ ଭିତରେ, ଯଦ୍ୱାରା ବାରମ୍ବାର ଦେଖିବା ପାଇଁ ମନ ହେଉଛି। ତେବେ ପ୍ରିୟ ବନ୍ଧୁଗଣ, ଆପଣ କମେଣ୍ଟ କରନ୍ତୁ ଯେ ଆପଣଙ୍କୁ କେମିତି ଲାଗୁଛି। କ'ଣ ଏଇଟା ଭଲ ଲାଗୁନାହିଁ କି? ଏଠାରେ ଯେଉଁ ଜଣେ ଛୋଟ ପିଲାଟେ ରହିଅଛି, ବହୁତ ଛୋଟ ପିଲା, ଆଉ ସେ କ'ଣ କରୁଛି? ବାଇବେଲରୁ ପ୍ରଚାର କରୁଛି, ବିଶ୍ୱଙ୍କ ବିଷୟରେ କହୁଛି। ତେବେ ଅନେକ ଲୋକମାନେ କହନ୍ତି, ଯଦି ଆମେ ଜାଗତିକ ହିସାବରେ ଦେଖିବା, ଲୋକମାନେ କହନ୍ତି ତୁଳସୀ 2 ପତ୍ରରୁ ବାସେ। ଆଉ ତା ମାନେ ହେଉଛି ଜଣେ ଛୋଟ ପିଲା ଭବିଷ୍ୟତରେ କ'ଣ ହେବ ଛୋଟବେଳରୁ ହିଁ ଜଣାପଡ଼ିଥାଏ। ଏଇଟା ପ୍ରକୃତରେ 100% ସତ କି ନାହିଁ ମୁଁ ଜାଣେ ନାହିଁ, କିନ୍ତୁ ଏ ପିଲାକୁ ଦେଖିକି ମୋତେ କାହିଁକି ଲାଗୁଛି ଏ ଛୋଟ ପିଲାଟି ବଡ଼ ହେଲେ ନିଶ୍ଚିନ୍ତ ଭାବରେ ପରମେଶ୍ୱରଙ୍କ ନିମନ୍ତେ, ତାଙ୍କ ରାଜ୍ୟ ନିମନ୍ତେ କିଛି କରିବ, ମୋତେ ଏମିତି ଲାଗୁଛି। ତେବେ ଆପଣଙ୍କୁ କେମିତି ଲାଗୁଛି ମୋତେ କମେଣ୍ଟ କରିକି ମୋତେ ଜଣାଇବେ। ଆଉ ଯେତେବେଳେ ମୁଁ ଏ ଭିଡ଼ିଓ କ୍ଲିପ୍କୁ ଦେଖିଲି, ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଯେତେବେଳେ ଏ ଭିଡ଼ିଓ କ୍ଲିପ୍କୁ ମୁଁ ଦେଖିଲି, ମୋତେ ଏତେ ଖୁସି ଲାଗିଲା, ମୋତେ ଏତେ ଆନନ୍ଦ ଲାଗିଲା, ଆଉ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଆଉ ଏମିତି ମୁଁ ଖୁସି ହେଲି, ମାନେ ମୋତେ ଏମିତି ଲାଗିଲା, ଏତେ ଆନନ୍ଦ ମୋତେ ଲାଗିଲା
ଯେଉଁଟାକୁ ମୁଁ ବର୍ଣ୍ଣନା ମଧ୍ୟ କରିପାରିବି ନାହିଁ। ମାନେ ଦେଖନ୍ତୁ ପ୍ରିୟ ବନ୍ଧୁଗଣ, ଆଜିକାଲିର ମାନେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଦେଖନ୍ତୁ, ନା ସେମାନଙ୍କ ପାଖରେ ବାଇବେଲ ପଢ଼ିବା ପାଇଁ ସମୟ ଅଛି, ନା ପ୍ରାର୍ଥନା କରିବା ପାଇଁ ସମୟ ଅଛି, ଆଉ ପ୍ରଭୁଙ୍କର ବାକ୍ୟ ପାଳନ କରିବା ତ ଛାଡ଼ନ୍ତୁ ଦୂରର କଥା, କିନ୍ତୁ ଟିକେ ପଦେ ବାଇବେଲ ପଢ଼ିବା ନିମନ୍ତେ ବି ସେମାନଙ୍କ ପାଖରେ ଟାଇମ୍ ନାହିଁ। ମାନେ ଜଗତର କାମରେ ସେମାନେ ଆଜିକାଲି ଏତେ ବ୍ୟସ୍ତ, ସେମାନେ ନା ବାଇବେଲ ପଢ଼ୁଛନ୍ତି ନା ପ୍ରାର୍ଥନା କରୁଛନ୍ତି। ଆଉ ଏଇ ପିଲାକୁ ଟିକେ ଦେଖନ୍ତୁ, ତେବେ ଆପଣ ଚିନ୍ତା କରନ୍ତୁ ସେମାନଙ୍କ ଏବଂ ଏଇ ପିଲା, ଏଇ ଯେଉଁ ଛୋଟ ପିଲାଟି ବାକ୍ୟ ପ୍ରଚାର କରୁଛି, ବାକ୍ୟ ଭିତରେ କହୁଛି, ଦୁଇ ଜଣଙ୍କ ମଧ୍ୟରେ କିଏ ଶ୍ରେଷ୍ଠ? ଆଉ ଏଇ ଭିଡ଼ିଓ କ୍ଲିପ୍ଟା ଆମେ ଦେଖିବାକୁ ପାଉଛୁ, ଏଠି ଯେଉଁ ଛୋଟ ପିଲାଟି ରହିଅଛି, ମାଥ୍ୟୁ ତା'ର 7 ପର୍ବର 7 ପଦକୁ ପ୍ରଚାର କରୁଛି, ମାଗ ସେଥିରେ ତୁମମାନଙ୍କୁ ଦିଆଯିବ। ଆଉ ଗୋଟେ ସେ ପ୍ରଚାର କରୁଛି ଯୋହନ ତା'ର 3 ପର୍ବର 16 ପଦ, ଯୋହନ ତା'ର 3ର 16, ଯେଉଁଟାକି ବାଇବେଲର କେନ୍ଦ୍ରବିନ୍ଦୁ ବୋଲି କୁହାଯାଏ, ତାକୁ ସେ ପ୍ରଚାର କରୁଅଛି। ମାନେ ଦେଖନ୍ତୁ ବହୁତ କ୍ୟୁଟ୍, କେତେ କ୍ୟୁଟ୍ ଲାଗୁଛି ପିଲାଟି, ଆଉ କେତେ ସୁନ୍ଦର ଭାବରେ ବି ପ୍ରଚାର କରୁଛି। ଆଉ ମୁଁ ଯେତେବେଳେ ଶୁଣିଲି ୟା ପ୍ରଚାରକୁ, ଆଉ ମୁଁ ଆଉ କୁଆଡ଼େ ବି ଆଉ ମୁଁ ଧ୍ୟାନ ଦେଇନି, ମୋର ଆଖି ମୋର ମନ ତା ବାକ୍ୟ ଉପରେ, ପିଲାର କଥା ଉପରେ ଏବଂ ପିଲା ଉପରେ ଏମିତି ରହିଯାଇଥିଲା ଯେ ଭିଡ଼ିଓ ଆରମ୍ଭରୁ ଶେଷ ହୋଇଗଲା ମୁଁ ଜାଣିପାରିଲିନି। ପୁଣି ଆଉ ଥରେ ମୁଁ ପ୍ଲେ କଲି, ଆଉ ଥରେ ଦେଖିଲି। ତେବେ ଏମିତି ବି ପିଲାମାନେ ଅଛନ୍ତି। ଆଉ ମୁଁ ତ କହିବି ବନ୍ଧୁଗଣ, ଏ ପିଲାକୁ ଯେଉଁ ବାପା ମା' ମାନେ ପାଇଛନ୍ତି ସେମାନେ କେତେ ଭାଗ୍ୟବାନ ସେମାନେ। ଆଉ ମୁଁ ତ କହିବି ପ୍ରତ୍ୟେକ ବାପା ମା'ଙ୍କର ପିଲାମାନେ ଏମିତି ହେବା ଦରକାର। ଆଉ ଏଥିରେ ଏଇ ପିଲାର ବାପା ମା'ଙ୍କର ବି ହାତ ରହିଅଛି। ଆଉ ଯଦି ଆପଣ କହିବେ ଏଇ ଭିଡ଼ିଓ କ୍ଲିପ୍ଟି ମାନେ କେଉଁ ଜାଗାର, ଏଇ ଭିଡ଼ିଓ କ୍ଲିପ୍ଟି ମୋତେ ଦେଖିଲେ ଲାଗୁଛି ଇଏ ହେଉଛି ପଞ୍ଜାବର। ଆଉ ମୁଁ ଯେତିକି ଜାଣିଲି ମୁଁ କହିଲି ଏଇ ଭିଡ଼ିଓ କ୍ଲିପ୍ଟି ହେଉଛି ପଞ୍ଜାବର ଏଇ ଛୋଟ ପିଲାଟି। ଆଉ ମୁଁ କ'ଣ କହୁଥିଲି ବନ୍ଧୁଗଣ, ଏ ପିଲାଟି ବାକ୍ୟ ପ୍ରଚାର କରୁଛି ବାଇବଲ ଧରିକି, ମାନେ ଯୀଶୁଙ୍କ ବିଷୟରେ କହୁଛି। ୟା ପଛରେ ତା'ର ବାପା ମା'ଙ୍କର ବି ହାତ ରହିଅଛି ପ୍ରିୟ ବନ୍ଧୁଗଣ। କାରଣ ପିଲାମାନେ କେମିତି ବଢ଼ନ୍ତି, ବାପା ମା' ମାନେ ପିଲାକୁ ଯେମିତି ବଢ଼ାଇବେ ଜଣେ ପିଲାଟି ସେମିତି ବଢ଼େ। ଗୋଟେ ପରିବେଶ ଭିତରେ କ'ଣ ଘଟୁଅଛି ଆଉ କେମିତି କ'ଣ ଘଟୁଅଛି, ସେ ପରିବେଶ ଅନୁସାରେ ବି ପିଲା ବଡ଼ ହୁଏ। ଦେଖିକି ଅନ୍ୟମାନଙ୍କଠୁ ଦେଖିକି ଶିଖେ, ଅନ୍ୟମାନଙ୍କଠାରୁ ସେ ଶୁଣିକି ମଧ୍ୟ ଶିଖେ। ତେବେ ଜଣେ ପିଲା କେମିତି ଶିଖେ? ଶୁଣିକି ଏବଂ ଦେଖିକି। ଯଦି ଆମେ ଗୋଟେ ପିଲାକୁ ଭଲ ବିଷୟ ଶୁଣେଇବା ଆଉ ତା ଆଖି ସାମ୍ନାରେ ଭଲ ଭଲ ବିଷୟ ଦେଖିବ, ଆତ୍ମିକ ବିଷୟ ସବୁ ଦେଖିବ, ତେବେ ସେ ଆତ୍ମିକ ବିଷୟ ସବୁ ଶିଖିବ। ଆଉ ଏଇଟା ପୁରା 100% ମୋର ଅଙ୍ଗେ ନିଭା ବିଷୟ। ମାନେ ମୁଁ କହି ରଖୁଅଛି ଯେ ମୁଁ ଏଇଟା ଏକ୍ସପିରିଏନ୍ସ କରିଛି ମୋ ନିଜର ଲାଇଫ୍ରେ, ନିଜ ଜୀବନରେ, ନିଜର ପରିବେଶରେ ମୁଁ ଦେଖିଛି। ମାନେ ଆପଣ ଦେଖିବେ ଗୋଟେ ଗାଁ ଅଛି, ଆଉ ସେଠି ଗାଁ ଭିତରେ, ସାହି ଭିତରେ ପ୍ରତିଦିନ କଳି କଜିଆ ହୁଏ। ପ୍ରତିଦିନ ଲୋକମାନେ ଖରାପ ଭାଷାରେ ଗାଳି ଗୁଲଜ କରନ୍ତି। ଇଏ ତାକୁ ଗାଳି ଦିଏ, ସେ ତାକୁ ଖରାପ ଭାଷାରେ କହିବ, ଇଏ ତାକୁ ଖରାପ ଭାଷାରେ କହିବ। ତେବେ ଏହାର ପ୍ରଭାବଟା କାହା ଉପରେ ପଡ଼େ? ଏହାର ପ୍ରଭାବଟା ସେ ଅଞ୍ଚଳରେ ଥିବା ପିଲାମାନଙ୍କ ଉପରେ ପଡ଼େ। ସେଠି ଯେଉଁ ଛୋଟ ଛୋଟ ପିଲାମାନେ ଥାଆନ୍ତି, 2 ବର୍ଷର, 1.5 ବର୍ଷର, 3 ବର୍ଷର, ଏଇ ପିଲାମାନେ କ'ଣ କରନ୍ତି? ସେ ଝଗଡ଼ା ସବୁ ଦେଖିକି ଶୁଣିକି ସେମାନେ ବି ଶିଖନ୍ତି। କେବଳ ସେତିକି ନୁହେଁ, ସେ ସବୁକୁ ସେମାନେ ପ୍ରାକ୍ଟିସ୍ ମଧ୍ୟ କରନ୍ତି, ମାନେ ଅଭ୍ୟାସ କରନ୍ତି। ଆଉ ଯଦି ଆମେ ପିଲାମାନଙ୍କ ସାମ୍ନାରେ ଏମିତି ଭଲ ବିଷୟ ରଖିବା, ବାଇବେଲ ଅଧ୍ୟୟନ, ବାଇବେଲ ଧ୍ୟାନ, ପ୍ରାର୍ଥନାଶୀଳ ଜୀବନ, ଆତ୍ମିକ ଜୀବନ, ସହଭାଗିତାର ଜୀବନ, ଜଣେ ପିଲା ଯଦି ଛୋଟ ପିଲା ବାରମ୍ବାର এই ସମସ୍ତ ବିଷୟ ଦେଖିବ, ଆଉ ୟାର ପ୍ରଭାବଟା ତା ଭିତରେ ମଧ୍ୟ ଆସିବ, ଯେଉଁଟାକି ଆପଣ এই ଭିଡ଼ିଓ ମାଧ୍ୟମରେ ଦେଖାଉଛନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ,
ତେବେ ଆମମାନଙ୍କର କର୍ତ୍ତବ୍ୟ କ'ଣ ମୁଁ ଆଉ କିଛି ବୁଝିବା ପାଇଁ ଚାହୁଁନାହିଁ, କାରଣ ମୋ ଠାରୁ ଆପଣ ଅଧିକ ଭଲ ଭାବରେ ଜାଣନ୍ତି। ଆମେ ପିଲାମାନଙ୍କୁ କିପରି ବଢ଼େଇବା, ଆମେମାନେ କିପରି ପିଲାମାନଙ୍କର ଲାଳନ ପାଳନ କରିବା, ଏ ସମସ୍ତ ବିଷୟ ଆପଣ ଜାଣନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଉ ଏ ପିଲା ବିଷୟରେ ଆପଣ କ'ଣ କହିବାକୁ ଚାହୁଁଛନ୍ତି? ଯଦି ଆପଣ ମୋତେ ପ୍ରଶ୍ନ କରିବେ, ମୁଁ ତ କହିବି ପିଲା ହେଉଛି ସୁପର। ତାମାନେ ହେଉଛି ପିଲା ଏକ୍ସଟ୍ରା ଅର୍ଡ଼ିନାରୀ ମୁଁ କହିବାକୁ ଗଲେ। ଆଉ ଏଇ ଭିଡ଼ିଓ କ୍ଲିପ୍ଟି ହେଉଛି ପଞ୍ଜାବର, ଯେମିତି ମୁଁ ଆପଣଙ୍କୁ ଜଣାଇଲି। ତେବେ ପିଲାର ଭିଡ଼ିଓ ଯେତେବେଳେ ମୁଁ ଦେଖୁଥିଲି ପ୍ରିୟ ବନ୍ଧୁଗଣ, ଗୋଟେ ବାକ୍ୟ ମୋର ମନେ ପଡ଼ିଲା, ଯେଉଁଟାକି ମାଥ୍ୟୁ ତାର 19 ପର୍ବ 14 ପଦ ଏବଂ 15 ପଦରେ ଲେଖା ଅଛି। କିନ୍ତୁ ଯୀଶୁ କହିଲେ, ଶିଶୁମାନଙ୍କୁ ଛାଡ଼ି ଦିଅ, ସେମାନଙ୍କୁ ମୋ ନିକଟକୁ ଆସିବାକୁ ମନା କର ନାହିଁ, କାରଣ ସ୍ୱର୍ଗ ରାଜ୍ୟ ଏହି ପ୍ରକାର ଲୋକମାନଙ୍କର। 15 ଆଉ ସେ ସେମାନଙ୍କ ଉପରେ ହାତ ଥୋଇ ସେଠାରୁ ପ୍ରସ୍ଥାନ କଲେ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଏମିତି ଛୋଟ ଛୋଟ ଶିଶୁମାନଙ୍କୁ ସେ ପ୍ରେମ କରନ୍ତି, ଆଉ ସେ ସ୍ନେହ କରନ୍ତି। ଆଉ ସେଥିପାଇଁ ଯୀଶୁ କହିଲେ, ଶିଶୁମାନଙ୍କୁ ଛାଡ଼ିଦିଅ। ତେବେ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ଆଜି ପାଇଁ ଏତିକି, ପୁଣି ଦେଖାବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ଯଦି ଆପଣଙ୍କୁ ଏହି ଭିଡ଼ିଓ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଆପଣ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର ମଧ୍ୟ କରନ୍ତୁ ଅନ୍ୟମାନଙ୍କ ପାଖକୁ। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି ତେବେ ସବସ୍କ୍ରାଇବ୍ କରିଦିଅନ୍ତୁ ଆଗାମୀ ଭିଡ଼ିଓ ନିମନ୍ତେ। ଧନ୍ୟବାଦ। ପୁଣି ଥରେ ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ଧନ୍ୟବାଦ।